ଟମାଟୋ ଗଛର ଆପଣ ଠିକ୍ ଭାବରେ ଯତ୍ନ ନେଉଛନ୍ତି, ଖତ ମଧ୍ୟ ଦେଉଛନ୍ତି, କିନ୍ତୁ ତା ସତ୍ତ୍ୱେ ମଧ୍ୟ ଗଛର ଭଲ ଭାବେ ଗ୍ରୋଥ ଆସୁନି କି ଫୁଲ ଫୁଟୁନି, ତାହେଲେ ଆପଣ କ'ଣ କରିବେ? ପ୍ରଥମେ ତାର କୁଣ୍ଡକୁ ଆପଣ ଦେଖନ୍ତୁ, ଯେଉଁ ହୋଲ୍ ଆପଣ କରିଛନ୍ତି ସେପଟେ ଯଦି ଆପଣଙ୍କୁ ବହୁତ ସାରା ଚେର ଦେଖାଯାଉଛି ତାହେଲେ ଜାଣିବେ କି ରୁଟ୍ ବାଉଣ୍ଡିଂ ହେବା କାରଣରୁ ଗଛର ଭଲ ଭାବେ ଗ୍ରୋଥ ହେଉନି କିମ୍ବା ସେଥିରେ ଫୁଲ ଫୁଟୁନି। ତ ପ୍ରଥମେ ଆପଣ କ'ଣ କରନ୍ତୁ ନା କୁଣ୍ଡରୁ ସେଇ ଗଛଟିକୁ ଆପଣ କାଢ଼ି ଦିଅନ୍ତୁ, ତାର କିଛିଟା ମାଟି ତଳୁ କାଢ଼ି ଦିଅନ୍ତୁ ଆଉ ରୁଟ୍ ପ୍ରୁନିଂ କରିଦିଅନ୍ତୁ, ତାକୁ ପୁଣି ଥରେ ରିପୋର୍ଟିଂ କରିଦିଅନ୍ତୁ। ରିପୋର୍ଟିଂ ପାଇଁ ଗୋଟେ ନୂଆ ସଏଲ୍ ମିକ୍ସ ପ୍ରିପେୟାର କରନ୍ତୁ, ଯେଉଁଥିରେ କି ମାଟି, ବାଲି, ଖତ, କୋକୋପିଟ୍, କାଠ ଅଙ୍ଗାର କିମ୍ବା ଫଞ୍ଜିସାଇଡ୍ ପାଉଡର, ହଳଦୀ ପାଉଡର ଯାହା ବି ପାଇବେ ନେଇପାରିବେ। ଚାହା ପତି କିଛି ଆଡ୍ କରନ୍ତୁ, ଯଦି ଅଲଗା କିଛି ଖତ ଅଛି ତାର ମଧ୍ୟ ବ୍ୟବହାର କରିପାରିବେ। ମୁଁ କିନ୍ତୁ ଏଇଠି ଗୋବର ଖତ ଆଉ ଚାହା ପତିର ଖତ ନେଇଛି, ତାକୁ ସବୁ ଭଲ ଭାବେ ମିଶେଇକି ଗୋଟେ ଭଲ ସଏଲ୍ ମିକ୍ସ ପ୍ରିପେୟାର କରିକି ଗଛଟିକୁ ରିପୋର୍ଟିଂ କରିଦିଅନ୍ତୁ। ରିପୋର୍ଟିଂ ପରେ କିଛି ପାଣି ଦେଇକି ଛାଇରେ ରଖନ୍ତୁ 7 ଦିନ ପର୍ଯ୍ୟନ୍ତ, ତାପରେ ଧୀରେ ଧୀରେ କରିକି ଖରାକୁ ସିଫ୍ଟ କରନ୍ତୁ। ଦେଖିବେ 15 ଦିନ ଭିତରେ ସେଥିରେ ବହୁତ ଭଲ ଭାବେ ଗ୍ରୋଥ ଆସିବ ଆଉ ଫୁଲ ଫୁଟିବାକୁ